ନାଇଁ ଟୋଟାଲ ସମ୍ପର୍କ ହିଁ ନାହିଁ କିଛି। କଟିଯାଇଛି ତାଙ୍କର ନା କଟି ନଥିଲା ତ କଟିବ କୋଉଦିନ। ସେ ଜଣେ ଓଡ଼ିଶାର ବ୍ୟକ୍ତି, ମୁଁ ଜଣେ ଓଡ଼ିଶାର ବ୍ୟକ୍ତି। କିନ୍ତୁ ନାମୀ ଦାମୀ ସିଏ ବି ଜଣେ ନାମୀ ଦାମୀ ଆପଣ ହଁ ନାମୀ ହଁ ଦାମୀ ନିହାତି କଳାକାର ନିହାତି ନିହାତି ଖାଲି ବ୍ୟକ୍ତିରେ ହବନି ତ। ହଁ ନାଇଁ ନାମୀ ଦାମୀ କିଏ କେତେବେଳେ ହବ କେତେବେଳେ କଟିଯିବ କିଏ କହିପାରିବ। ନାଟକ 3ଟି ନାଟକ ନୂଆ ନାଟକ ହବ। ପ୍ରଥମ ନାଟକ ଇଞ୍ଜିନିୟର ଆଶୁତୋଷ ମହାପାତ୍ର ସାର୍ଙ୍କର ରଚନା ନିର୍ଦ୍ଦେଶନାରେ ଅଘୋରୀ। ଦ୍ୱିତୀୟ ନାଟକଟି ହେଉଛି ଆମର ହର ବାରିକ ସାର୍ଙ୍କର ମନେ ଛୁଇଁର ମାଇପ ନାହିଁ। ତାପରଟି ହେଉଛି ଅରୁଣ ସାର୍ ତାପସ ସାର୍ଙ୍କ ନାଟକ ଅଣ୍ଡିର ଉଦ୍ଧବ। 3ଟି ନାଟକ ହେଉଛି। ନୂଆ ଯାତ୍ରା ପ୍ରତି ବହୁତ ବାହାରିଲେ, ନୂଆ କଳାକାର ବି ସୃଷ୍ଟି ହେଲେ, କିନ୍ତୁ ଏବେ ନୂଆ ନୂଆ ଭାଇରାଲ ନାଟକ ବି ଆସିଲା। ଭାଉଜ ଭାଇରାଲ ଭଳିଆ ନାଟକ ବି ବିଭିନ୍ନ ନାଟକ ଆସିଲା। ଏଇ 26-27ରେ କାହା ନାଟକ ସୁପରହିଟ୍ ବୋଲି ଆଶା ରଖିଛନ୍ତି? କାହା ନାଟକ ସୁପରହିଟ୍ ବୋଲି ସେମିତି କଣ କହିହେବ। ଆମ ଭାଉଜ ଭାଇରାଲ ନାଟକ ଭାଉଜ ଭାଇରାଲ ହେଲାଣି ନାଟକ ଆଖଡ଼ା ଚାଲିଛି। ଭାଇରାଲ ହେଲା କୋଉଦିନ? ଏଇସବୁ କଥା ଠିକ୍ ନୁହେଁ। ନାଟକ ହେଇସାରିବ, ଲୋକ ଦେଖିବେ, ଯୋଉଟାକି ଭଲ ବୋଲି ଭାବିବେ ସେ ଭଲ ହବ। କାହ୍ନା ଭାଇଙ୍କର ଭଲ ଡାଇଲଗ। ଭଲ ଡାଇଲଗ ସବୁ ତ ଡାଇଲଗ ଭଲ ଭଲ ସବୁ। କାହ୍ନା ଭାଇ କେମିତି ଯାତ୍ରା ପେଣ୍ଡାଲ ଚଳିଲା ବେଳେ କେମିତି ଲାଗେ ତାଙ୍କ ଫିଲ୍ଡଟା? ଫାଙ୍କାରେ ଥିଲାବେଳେ କଳାକାର ମଞ୍ଚ ଚଳିଯାଉଛି, ଅଲଗା ଗୋଟେ ଯେମିତି ଗୋଟେ ବଧି ପିନ୍ଧିଲା ଭଳିଆ ଲାଗେ। ସେ ନିଜ ଚରିତ୍ରରେ ଥାଉ, କାହ୍ନା ହେଇକି ଥାଏ, ସେଠି ଗଲାବେଳକୁ ଚରିତ୍ରକୁ ନେଇକି ଯାଇଥାଉ ଆମେ। ପ୍ରତ୍ୟେକ କଳାକାର ଯାଆନ୍ତି ମଞ୍ଚ ଉପରକୁ ନିଜ ଚରିତ୍ର। ଏବେ ଚରିତ୍ରକୁ ନେଇକି ବିବାଦ କେମିତି ଦେଖୁଛନ୍ତି ସେଟା? କୋଉ ଚରିତ୍ରକୁ? ବିଭିନ୍ନ ଯାତ୍ରା ପ୍ରଯୋଜକ ମାନେ କଳାକାରଙ୍କୁ ନେଇକି କାଦୁଅ ପକାଉଛନ୍ତି। କଳାକାର ବି ଦୁନିଆରେ ସମସ୍ତେ ସମସ୍ତଙ୍କୁ କାଦୁଅ ଫୋପଡ଼ା ଫୋପଡ଼ି ହେଉଛନ୍ତି। ଏଇଟା କିଛି ନୂଆ କଥା ନୁହଁ। ଏ ମୋବାଇଲ ମାଧ୍ୟମରେ ଦେଖା ହେଉଛି ବୋଲି ଗୋଟେ ନୂଆ ଲାଗୁଛି, ନହେଲେ ଏଇଟା ଘରେ ଘରେ ସବୁଠି ଚାଲିଛି। ତା ବୋଲି ପୋଡ଼ା ରୁଟି କୁକୁରିଆ ଢଙ୍ଗ ଏ ସବୁ ଭଲ ଲାଗେ? ସେ ତ ସବୁ ଭଲ ହେଇଗଲେ ତ ରାମ ରାଜ୍ୟ ହେଇଯାଆନ୍ତା। କାହ୍ନା ଭାଇ ରାମ ରାଜ୍ୟ ଚାହୁଁଛନ୍ତି ନା ଏମିତି? ସମସ୍ତେ ଚାହାନ୍ତି ରାମ ରାଜ୍ୟ, ସମସ୍ତେ ଭଲଟାକୁ ଚାହାନ୍ତି, ହଉ ହଉ ଖରାପଟା ହେଇଯାଏ। କଳାକାର ଯେତେବେଳେ ଯାତ୍ରା ମାଲିକ ପାର୍ଟିର ମାଲିକ ହେଇଯାଆନ୍ତି, କିଛି ରଙ୍ଗ ବଦଳି ଯାଏ, ସେମିତି କିଛି ଅଛି? ବିଭିନ୍ନ ପ୍ରକାର ବାତାବରଣ ମୁହଁରୁ ବାହାରେ। ନିହାତି ଦୋଳରେ ଯୋଉ ବାତାବରଣ ସେ ରଜରେ ନଥାଏ। ଥାଏ କି ଖରା ଛୁଟି ବାତାବରଣ କ'ଣ ବର୍ଷା ଦିନେ ଥାଏ? ବାତାବରଣ ପରିବେଶ ବଦଳେ, ମଣିଷ ବଦଳନ୍ତି। ପାଖରେ ପଇସା ହେଲେ ତ ଆମେ ଭଲ ପୋଷାକ ପିନ୍ଧିବା, ଭଲ ଜୋତାଟିଏ ପିନ୍ଧିବା। ପାଖରେ ପଇସା ନଥିଲେ ଆମେ ଫଟା ଜୋତା ପିନ୍ଧିବା, ଲୁଙ୍ଗି ପିନ୍ଧିବା। ତେଣୁ ସବୁ ସମୟ ଅନୁସାରେ ବଦଳେ। ଆଉ କଳାକାର ଭାଇରାଲ ହେଲେ ଭଲ କଳାକାର ନା ଭଲ କଳା କରୁଥିବା ଲୋକ ଭଲ କଳାକାର? ଭାଇରାଲଟା ଇଂରାଜୀ ଶବ୍ଦ ମାନେଟା କ'ଣ ଓଡ଼ିଆରେ ମୋତେ ଟିକେ ବୁଝେଇଦେଲେ ମୁଁ କହିବି। ତାର ଓଡ଼ିଆଟା ଆପଣ ଟିକେ ମୁଁ ଜାଣିନି ଭାଇରାଲ ମାନେ କ'ଣ। କହୁଛନ୍ତି ଭାଇରାଲ ଆକ୍ଟର। ହଁ ଭାଇରାଲ ଯୋଉ ମାନେ କ'ଣ? ଟ୍ରେଣ୍ଡରେ ଅଛନ୍ତି ସେ ଆକ୍ଟର। ହଁ 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 ମାନେ ଲୋକପ୍ରିୟତା ତାଙ୍କ ହଁ ହଁ ନିହାତି ଭାବରେ। ଶୁଣନ୍ତୁ, କ୍ରିକେଟ ଖେଳରେ ଯେତେବେଳେ ମୁଁ ଦେଖା ସଚିନ ତେନ୍ଦୁଲକର ଖେଳୁଥିଲେ, ବୀରେନ୍ଦ୍ର ସେହୱାଗ ଖେଳୁଥିଲେ, ସେମାନେ ଆସିଲେ ତାଳି ହେଉଥିଲା। ତାଙ୍କ ସମୟ ଗଲା, ତାପରେ ଆସିଲେ ଆମର କିଏ ମହେନ୍ଦ୍ର ସିଂ ଧୋନି ଆସିଲେ, ବିରାଟ କୋହଲି ଆସିଲେ, ଏବେ ବୈଭବ ସୂର୍ଯ୍ୟବଂଶୀ ଆସିଛି। ପ୍ରତ୍ୟେକ ଦିନ ବାପ ଭଲ ଥିଲା, ପୁଅ ବି ଭଲ। କ୍ରିକେଟ ଖେଳ କଥା କହିଲେ ଠିକ ଅଛି, ସଚିନ ତେନ୍ଦୁଲକର ଭଲ ଖେଳୁଥିଲେ କିନ୍ତୁ ତାଙ୍କ ପୁଅ ଖେଳି ପାରିଲେନି। କିନ୍ତୁ କାହ୍ନା ସ୍ୱାଇଁ ଯାହା ଖେଳୁଥିଲେ ତାଙ୍କ ପୁତୁରା ଏଠି ହାଇଲାଇଟ୍ ଖେଳୁଛନ୍ତି। ସେମିତି କହିହେବନି, ସବୁ ଜାଗାରେ କ'ଣ ସବୁ କଥା ହେଇପାରେ? ପୁରା ଛକା ଚୌକା ମାରୁଛନ୍ତି। ଶୁଣନ୍ତୁ, ସେଇଟା ଗୋଟେ ସମୟର, ଆମେ ଏଠି ଗୋଟେ ସମ୍ପର୍କ କେବଳ ଗୋଟେ ମାୟା, ନହେଲେ ସିଏ ଗୋଟେ ଆତ୍ମା, ମୁଁ ଗୋଟେ ଆତ୍ମା। ଆମକୁ ଏଠି ଦୁନିଆ ମାୟା ଜାଲରେ ମଉସା ପୁତୁରା ଆମେ ହେଇଛୁ। ନହେଲେ ପ୍ରତ୍ୟେକ ସୋଲ ତାର କ'ଣ ପ୍ରାରବ୍ଧ ଥିବ ଆଗରୁ, ତା କର୍ମକୁ ନେଇ ସେ ଫଳ ପାଉଛି। ମୋ କର୍ମ ନେଇ ମୋ ଡାହାଣ ହାତ କଥା ବାଁ ହାତ ନବନି ନା। କିଛି ଅସୁବିଧା ନାହିଁ। ଗୋଟେ ଦର୍ଶକ ମହଲରେ ଗୋଟେ ଶୁଣିବାକୁ ମିଳୁଛି, କାହ୍ନା ବାବୁ ତାଙ୍କ ପୁତୁରାକୁ ଟାଣି ଆଣିଲେ ସୂର୍ଯ୍ୟମଣ୍ଡଳ। ହଁ ନିହାତି ଭାବରେ। ତମେ ବାପ ଯେତେବେଳେ ଯାଉଛି ମେଳାକୁ, ସାଙ୍ଗରେ ତା ପୁଅକୁ ପୁତୁରାକୁ ନେଉଛି ନା ନାଇଁ? ବାପ ଯୋଉଠି ଉଚିତ ମନେ କହୁଛି ତା ପୁଅ ପୁତୁରାକୁ ସେଠି ଛାଡୁଛି ନା ନାଇଁ? ମୁଁ ବଦଳି ଯିବି ସେଥିରୁ କେମିତି? କିନ୍ତୁ ଗୋଟେ କଳାକାର ଫାଙ୍କା ପଡ଼ିଗଲା ଅନ୍ୟ ଗୋଟେ ଯାତ୍ରା ପାର୍ଟି। ନାଇଁ କେହି ଫାଙ୍କା, ଛକି ସୁନ ଖେଳରେ କେହି ଫାଙ୍କା ନୁହନ୍ତି, ବୁଝିଲେ କି? ଚେସ୍ର ଗୋଟେ ଏତେ ଚାଲୁଥାଏ, ଏମିତି ଏପଟ ସେପଟ ସବୁ ହୁଏ। ଆପଣ ବି ଏମିତି ଛକି ସୁନ ଖେଳନ୍ତି? ସମସ୍ତେ ଖେଳନ୍ତି। ଆପଣ ବି ଖେଳୁନାହାନ୍ତି କି? ପ୍ରଶ୍ନରେ ଛକି ସୁନ ଖେଳୁନାହାନ୍ତି? କି କଥା। ଭାଇ ଯୋଉ ଯାତ୍ରା ପ୍ରଯୋଜକର ଯୋଉ କଥାଟି, କଳାକାରମାନଙ୍କୁ ଯୋଉ ଦର୍ଶକମାନେ ଅଛନ୍ତି ସେମାନେ ଖରାପ ଭାବୁନାହାନ୍ତି ନା? ଖରାପ ତମକୁ କେମିତି ଲାଗୁଛି? ଭଲ ଲାଗୁଛି ନା ଖରାପ ଲାଗୁଛି? ଖରାପ ତ ସମସ୍ତଙ୍କୁ ଲାଗିବ। କୋଉ ମୁହୂର୍ତ୍ତରେ ସେ କହିଦେଇଛନ୍ତି ଏମିତି କଥା, ନହେଲେ ସେ ଲୋକ ସେମିତି ନୁହନ୍ତି, ଭାରି ମେଳାପି ଲୋକ। କିନ୍ତୁ ଏମିତି କହିବାଟା ଠିକ ନୁହେଁ। ଦର୍ଶକମାନେ ଯେଉଁମାନେ ଯାତ୍ରା ଦେଖିବା ପାଇଁ ଆସନ୍ତି, ଯାତ୍ରା ପ୍ରେମୀମାନେ, ତାଙ୍କ ମନରେ ତ କୋଉଠି ନା କୋଉଠି ଏଇ କଥାକୁ ନେଇ ଦ୍ୱନ୍ଦ୍ୱ ଉଠିବ। ହଁ ସମସ୍ତଙ୍କ ମନରେ କ'ଣ ସମାନ? କିଛି ଲୋକ ଭାବୁଛନ୍ତି ଭଲ ହେଇଛି, ଭଲ କହିଛନ୍ତି, ଆଉ କିଛି ଲୋକ ଭାବୁଛନ୍ତି ଏମିତି କହିବା ଠିକ ନୁହେଁ। ଏ ଭଲ ମନ୍ଦ ଭିତରେ ଚାଲିବ ଦୁନିଆ, ସେଇଟା କିଛି ବଡ଼ କଥା ନୁହେଁ। ଭଲ ମନ୍ଦ ଭିତରେ ଗୋଟେ କଥା ରହିଯାଏ, ଗୋଟେ ଭଲ ରେପୁଟେଡ୍ କଳାକାର ଯେତେବେଳେ ତାକୁ ଗୋଟେ ବିବାଦ ଭିତରୁ ନିଆଯାଏ କି ତାଙ୍କ ନାଁରେ କିଛି ଗୋଟେ ଅପବାଦ ସୃଷ୍ଟି ହୋଇଯାଏ କି କାହ୍ନା ଭାଇ ପଇସା ନେଇଗଲେ, ମୋ ପାର୍ଟିରୁ ତାଙ୍କ ପାର୍ଟିରେ ପଶିଗଲେ, ଏମିତି ଗୋଟେ କିଛି ଅସୁବିଧା ଆପଣ? କିଛି ଅସୁବିଧା ନାହିଁ। ପପୁ ପମ କାଳି ମାଡ଼ ହେଇଥିଲା, କି କ'ଣ କହିଥିଲେ? ନାମ ଯାହାର ଅଛି, ବଦନାମ ବି ତାର ଅଛି। ସବୁକୁ ନେଇକି ଯିବାକୁ ପଡ଼ିବ। ଆମେ ଦୁନିଆ ଜାଣିଛି କିଏ କ'ଣ, ରାମ କ'ଣ ରାବଣ କ'ଣ।
ତାହେଲେ ନାଁ ସାଙ୍ଗରେ ବଦନାମଟା ଯୋଡ଼ିବା ନିହାତି ଦରକାର। ନିହାତି ଦରକାର ତ ଅଛି ଯୋଡ଼ିବା ଆମେ କିଏ ଯୋଡ଼ିବା ଏ ଯୋଉ ଯାତ୍ରା ନାହିଁ ତ ବଦନାମ ଗଳିର ଝିଅ ଯୋଉ ଯାତ୍ରା ପତ୍ର କରୁଛି। ଯାତ୍ରା କେତେ ଜୀବନ ଯାତ୍ରା ତ ଅଛି ଆଉ ସବୁବେଳେ ନାମ ବଦନାମ ଅନ୍ଧାର ଆଲୁଅ ସବୁ ଚାଲିଛି କାରନାମାଙ୍କ ଜୀବନ ଯାତ୍ରା ଆଉ ନୂଆ ପ୍ରଚେଷ୍ଟା କ'ଣ ବାହାରିବ? ନୂଆ ପ୍ରଚେଷ୍ଟା କ'ଣ ଆଗାମୀ ଦିନ ସବୁଦିନ ବଢି ଯାତ୍ରା ମାଲିକ ହେବେ। ଯାତ୍ରା ମାଲିକ ମୁଁ ଯଦି ହେବି ଆଉ କଳାକାର କିଏ ହବ ପୁଣି ରାନୀ ପଣ୍ଡା ତ କଳାକାର ଯାତ୍ରା ମାଲିକ ହେଲେ। ହେଇପାରନ୍ତି ଆମ ପାଖରେ ଥିବ ରାନୀ ବାପା ଗୋଟେ କଥା କହିଛନ୍ତି ଯେ ପୁରୁଷ କଳାକାର ଯଦି ଏମିତି କରନ୍ତି ତାଙ୍କୁ ଗୋଡ଼ ଭାଙ୍ଗିଦେବି, ଯେ ମହିଳା କଳାକାର କିଛି କରନ୍ତି ତାଙ୍କୁ ମୁଁ ବି ଏସିଡ୍ ମାରିଦେବି। ଏମିତି କ'ଣ ରାନୀ ପଣ୍ଡା କହିଲେ? କହିଲେ ଯାହାକୁ ଯାହା ଇଚ୍ଛା ହେଲା କହିଲା ସେଥିରେ କ'ଣ ଅଛି ନା କଳାକାରରୁ ମାଲିକ ହେଲା ପରେ ଏମିତି କହନ୍ତି? ହେଇଥିବ ସିଏ ଜାଣିଥିବେ ମୁଁ ତ ହେଇନି ମୁଁ କେମିତି ଜାଣିବି ନା କଳାକାରରୁ ମାଲିକ ହେଲେ କେମିତି ଆମେ ଲାଗେ ଯେତେ ଦୂର ଜାଣିଛୁ ଗଣମାଧ୍ୟମରେ ଚର୍ଚ୍ଚା ହୁଏ କାହ୍ନା ଭାଇଙ୍କର ଆଉ ରାଣୀ ପଣ୍ଡାଙ୍କ ଭଲ ସମ୍ପର୍କ ନାଇଁ ଟୋଟାଲ ସମ୍ପର୍କ ହିଁ ନାହିଁ କିଛି କଟିଯାଇଛି। ତାଙ୍କର ନା କଟି ନଥିଲା ତ କଟିବ କୋଉଦିନ ସେ ଜଣେ ଓଡ଼ିଶାର ବ୍ୟକ୍ତି ମୁଁ ଜଣେ ଓଡ଼ିଶାର ବ୍ୟକ୍ତି କିନ୍ତୁ ନାମୀ ଦାମୀ ସିଏ ବି ଜଣେ ନାମୀ ଦାମୀ ଆପଣ ହଁ ବି ହଁ ନାମୀ ଦାମୀ ନିହାତି କଳାକାର ନିହାତି ତ ନିହାତି ଖାଲି ବ୍ୟକ୍ତିରେ ହବନି ତ। ହଁ ନାଇଁ ନାଇଁ ନାମୀ ଦାମୀ କିଏ କେତେବେଳେ ହବ କେତେବେଳେ କଟିଯିବ କିଏ କହିପାରିବ କ'ଣ କାହ୍ନା ଭାଇ ତ ନାମୀ ଦାମୀରୁ କେବେ କଟିବା ଚାନ୍ସ ଉଠୁନି। କିଏ ଯିଏ ଯିଏ ଦେଖୁଛି କାହ୍ନା କେଡ଼େ ଭାଇ କେଡ଼େ ରଥ କାହ୍ନା ଭାଇ ମାରୁତି ସେତେବେଳେ ଆଣ୍ଠେଇଛନ୍ତି, ଯେମିତି ଥିଲେ ମୁଁ ଆଜି କିଏ? ଟିକେ ଚୁଟି ଟିକେ ବଢେଇ ଦେଇଛନ୍ତି, ଟିକେ ହେଲ୍ଥ ଏ ହେଇଯାଇଛି। ବାଳ ବଢିଛି ନା ବାଳ ଠିକ କ'ଣ ଅଛି ଦୁନିଆରେ ରହିଲି ଜୟ ଶ୍ରୀ ଜଗନ୍ନାଥ ରାଧେ ରାଧେ ମେସେଜ ମେସେଜ ଗୋଟେ ଯାତ୍ରା ମେସେଜ ଦର୍ଶକ ଦର୍ଶକଙ୍କୁ ଯାତ୍ରା ମେସେଜ କ'ଣ ଦେବି ଆଉ ନୂଆ ନାଚ ନୂଆ ନାଟକ କରିବେ, ଦର୍ଶକ ନୂଆ ହେଲେ ନାଚ ଭଗବାନ ତାଙ୍କୁ ମେସେଜ କ'ଣ ଦଉ ସେମାନେ ଜାଣିଛନ୍ତି ଭଲ କୋଉଟା ମନ୍ଦ କୋଉଟା ସବୁର ପାଟିରେ ସବୁ ନାଟକ ଦେଖନ୍ତୁ ଯାହା ଭଲ ତାକୁ ଯୋଉଠି କାହ୍ନା ଭାଇ ଅଛି କରନ୍ତୁ। ସେଇଠି ଆସନ୍ତୁ। ହୁଁ? ଯୋଉଠି କାହ୍ନା ଭାଇ ଯୋଉ ପାଟି ଅଛି ସେଇଠିକି ଆସନ୍ତୁ। ଆଇଲେ ତ ଭଲ ବେପାର ହବ କ'ଣ ଅସୁବିଧା ଅଛି କାହାର ମାଲିକଙ୍କର ନା କାହ୍ନା ଭାଇଙ୍କର? ମୋର ଯାହାର ଆମ ଶ୍ରୋତା ଆମର ଦରକାର ଆମେ ହେଲୁ ବକ୍ତା କିନ୍ତୁ ମାଲିକଙ୍କୁ ପଇସା ପକେଟକୁ ପଇସା ନ ଯାଉ କିନ୍ତୁ କାହ୍ନା ଭାଇଙ୍କ ପକେଟ ପଇସା ଆସୁନି, କୋଉଟା ହବ? ଏଇଟା କ'ଣ ଯାତ୍ରା ପଟ ନା ଗାଁ ଗ୍ରାମ ହେଲା ଘର ହେଲା